କଙ୍କଡ଼ା, ବିଲୁଆ ଓ କୁମ୍ଭୀର କାହାଣୀ। ଗୋଟିଏ ସୁନ୍ଦର ନଦୀ ପାଖରେ ଥିଲା ଗୋଟିଏ ରହିତ ଜଙ୍ଗଲ। ସେଠି 3 ଜଣ ଅଲଗା ଧରଣର ବନ୍ଧୁ ରହୁଥିଲେ, କଙ୍କଡ଼ା, ବିଲୁଆ ଓ କୁମ୍ଭୀର। 3 ଜଣଙ୍କର ଗୁଣ ଅଲଗା ଥିଲା, କିନ୍ତୁ ତାଙ୍କର ବନ୍ଧୁତ୍ୱ ଥିଲା ଖୁବ୍ ମଜବୁତ। କଙ୍କଡ଼ା ଥିଲା ଛୋଟ କିନ୍ତୁ ଭୟଙ୍କର ଚତୁର। ବିଲୁଆ ଥିଲା ଚାଲାକ ଓ ଟିକିଏ ଲୋଭୀ। ଖାଇବା ଦେଖିଲେ ସେ ନିଜକୁ ରୋକି ପାରୁନଥିଲା। କୁମ୍ଭୀର ଥିଲା ବଡ଼ ଓ ଶକ୍ତିଶାଳୀ, କିନ୍ତୁ ମନରୁ ବହୁତ ଭଲ ଓ ଭୋଳା ଥିଲା। ଦିନେ 3 ଜଣ ଘୁରି ଘୁରି ଖାଦ୍ୟ ଖୋଜୁଥିଲେ। ହଠାତ୍ ସେମାନେ ଦେଖିଲେ ଗୋଟେ ବଡ଼ ଗଛରେ ରସାଳୁ ଲାଲ ଫଳ ଝୁଲୁଛି। ବିଲୁଆ ତ ଦେଖିଲା ମାତ୍ରେ ଜିଭ ଲୋଲି ହୋଇଗଲା। ବିଲୁଆ କହିଲା, ଆହା, ଏତେ ସ୍ୱାଦିଷ୍ଟ ଫଳ, ମୁଁ ତ ଏବେ ହିଁ ଖାଇବି। କୁମ୍ଭୀର ହସି କହିଲା, ମୁଁ ତ ଗଛରେ ଚଢ଼ିପାରେନି, ତୁମେ ଯାଅ। କଙ୍କଡ଼ା ଧୀରେ କହିଲା, ଦେଖ, ଆମେ 3 ଜଣ ମିଶି କାମ କରିବା, ତାହେଲେ ସବୁ ଖାଇପାରିବା। ବିଲୁଆ ମୁହଁରେ ହଁ ହଁ କହିଲା, କିନ୍ତୁ ମନେ ଭିନ୍ନ ଯୋଜନା କଲା। ଆଉ ମନରେ ଭାବିଲା, ସବୁ ଫଳ ମୁଁ ଏକା ଖାଇଦେବି। ସେ କୁମ୍ଭୀରକୁ କହିଲା, ତୁମେ ମୋତେ ପିଠିରେ ବସାଇ ଗଛ ପାଖକୁ ନେଇଯାଅ। ଭୋଳା କୁମ୍ଭୀର ମନେ କିଛି ଭାବିଲା ନାହିଁ। ସେ ବିଲୁଆକୁ ନେଇ ଗଲା। ବିଲୁଆ ଗଛରେ ଚଢ଼ି ଫଳ ଖାଇବା ଆରମ୍ଭ କଲା। ଚପ୍ ଚପ୍ କରି ଖାଇବାକୁ ଲାଗିଲା, ଆଉ ତାକୁ ବହୁତ ମଜା ଲାଗୁଥିଲା। ତଳେ ଥିବା କଙ୍କଡ଼ା ଓ କୁମ୍ଭୀର ଅପେକ୍ଷା କରିଥିଲେ। ଆରେ ବନ୍ଧୁ, ଆମକୁ ବି ଦେ, କୁମ୍ଭୀର ଡାକିଲା। କିନ୍ତୁ ବିଲୁଆ ହସି କହିଲା, ଆରେ, ଫଳ ତ ଖୁବ୍ କମ୍ ଅଛି, ମୁଁ ଖାଇଦେଉଛି। କଙ୍କଡ଼ା ସବୁ ବୁଝିଗଲା। ସେ ହସି ଧୀରେ କୁମ୍ଭୀରକୁ କହିଲା, ଚିନ୍ତା କରନି, ମୁଁ ଏବେ ମଜା ଦେଖେଇବି। କଙ୍କଡ଼ା ଚିତ୍କାର କରି କହିଲା, ଆରେ ବିଲୁଆ, ଗଛ ତଳେ ସାପ ଆସିଗଲା। ବିଲୁଆ ଭୟରେ କହିଲା, କେଉଁଠି କେଉଁଠି? ଏହି ସମୟରେ କୁମ୍ଭୀର ଆସ୍ତେ ଆସ୍ତେ ଜଳରେ ବୁଡ଼ିବାକୁ ଲାଗିଲା। ବିଲୁଆ ଭୟରେ ଚିତ୍କାର କଲା, ମୋତେ ବଞ୍ଚାଅ, ମୁଁ ବୁଡ଼ିଯିବି। କଙ୍କଡ଼ା ହସି କହିଲା, ପ୍ରଥମେ ଫଳ ଆମ ସହିତ ଭାଗ କର। ଏବେ ବିଲୁଆ ଭୁଲ ବୁଝିଗଲା। ଠିକ୍ ଅଛି, ଠିକ୍ ଅଛି, ମୁଁ ସବୁ ଭାଗ କରିଦେବି। ସେ କୂଳକୁ ଆସି ସମସ୍ତଙ୍କୁ ଫଳ ବାଣ୍ଟିଦେଲା
ଆଉ ବିଲୁଆ ଲଜ୍ଜିତ ହୋଇ କହିଲା, ମୋତେ କ୍ଷମା କର, ମୁଁ ଆଉ କେବେ ଲୋଭ କରିବିନି। ପୁଣି ତିନି ଜଣ ମିଶି ଖୁସିରେ ଫଳ ଖାଇଲେ। ସେହି ଦିନରୁ ତିନି ଜଣ ଭଲ ବନ୍ଧୁ ହେଲେ ଏବଂ ସବୁକିଛି ଭାଗ କରି ଖାଇବାକୁ ଲାଗିଲେ। ଏହି ଗପଟିରୁ ଆମମାନଙ୍କୁ ଏହା ଶିକ୍ଷା ମିଳୁଛି ଯେ ଲୋଭ ଓ ଧୋକା ଶେଷରେ ନିଜକୁ ହିଁ ଅସୁବିଧାରେ ପକାଇ ଦେଇଥାଏ। ସତ୍ୟ ବନ୍ଧୁତ୍ୱ ହେଉଛି ଭାଗବଣ୍ଟା ଓ ବିଶ୍ୱାସ ଏବଂ ସାହସ ସହିତ ସତ୍ୟ ପଥରେ ଚାଲିଲେ ଜୀବନରେ ସଫଳତା ଓ ସମ୍ମାନ ମିଳେ। ଧନ୍ୟବାଦ।